ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ପୀଠରେ ବେଆଇନ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। କିଛି ଲୋକ ରାସ୍ତା କଡ଼ରେ ବେଆଇନ ଭାବରେ ଦୋକାନ କରିଥିବାରୁ ବିଭିନ୍ନ ସମୟରେ ଭିଡ଼ ଦେଖାଯାଇଥିଲା। ତେଣୁ ଜବରଦଖଲକାରୀମାନଙ୍କୁ ପୂର୍ବରୁ ନୋଟିସ୍ କରାଯାଇଥିଲା। ନୋଟିସ୍ ପାଇଲା ପରେ କିଛି ଲୋକ ସ୍ୱତଃପ୍ରବୃତ୍ତ ଭାବରେ ସରକାରୀ ଜାଗା ଖାଲି କରିଦେଇଥିବା ବେଳେ କିଛି ଲୋକଙ୍କୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଖପ୍ରାଖଲ ତହସିଲଦାର ଦେବୋତ୍ତର ବିଭାଗ ଓ ପୋଲିସ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିବା ବେଳେ ପ୍ରାୟ 20ରୁ ଅଧିକ ଜବରଦଖଲ ଉଚ୍ଛେଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଖପ୍ରାଖଲ ତହସିଲଦାର। ପାଟନାଗଡ଼ରୁ ପାଟନା ସମାଚାର। এটা বহুদিন ହେଲା ଏଠିକାର ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କର ଆଉ ଏଠାରେ ଷ୍ଟଲ୍ ପାଇଥିବା ଯେତେ ସବୁ ବେପାରୀମାନେ ସବୁ ଅଛି ତାଙ୍କର ଗୋଟେ ଦୀର୍ଘ ଦିନ ହେଲା ତାଙ୍କର ଅଭିଯୋଗ ଥିଲା କି ଯେହେତୁ ଏଠି ଅନଅଥରାଇଜ୍ଡ ବହୁତ ଗୁଡ଼ାଏ ମାନେ ଯେଉଁ ସବୁ ଷ୍ଟଲ୍ ସବୁ ବାହାର ଲୋକ ଆସିକରି ଏଠି ବସାଇ ଦେଉଛନ୍ତି ଯେଉଁମାନଙ୍କ ଦ୍ୱାରା ତାଙ୍କର ବେପାର ଏଥିରେ ହାନି ହେଉଥିଲା। ସେମାନଙ୍କର ସେଇଟା ମାନେ ସେଇଟା ଡିମାଣ୍ଡ ଥିଲା କି କେମିତି ସେ ଯେଉଁ ଅନଅଥରାଇଜ୍ଡ ଏନକ୍ରୋଚମେଣ୍ଟ ଯେଉଁମାନେ ସବୁ କରିଛନ୍ତି ତାକୁ ହଟାଯାଉ। ତା ସହିତ ଦେବୋତ୍ତର ବିଭାଗ ମଧ୍ୟ ଏଇଟା ଫିଲ୍ କରିଥିଲା କି ବହୁ ଜାଗାରେ ମାନେ ଏଇସବୁ ଯେଉଁ ଏନକ୍ରୋଚମେଣ୍ଟ ପାଇଁ ଆମର ଯେଉଁ ଏମର୍ଜେନ୍ସି ଯେତେବେଳେ ଆମର ଯେହେତୁ ଏଇଟା ଗୋଟେ ମାନେ ଟୁରିଷ୍ଟ ସ୍ପଟ୍ ଟୁରିଷ୍ଟ ଯେତେବେଳେ ବେଶୀ ଭିଡ଼ ହୋଇଯାନ୍ତି ଏମର୍ଜେନ୍ସି ବିଭାଗର ଯେଉଁଟା ସବୁ ଆମର ଫାୟାର ଡିପାର୍ଟମେଣ୍ଟ ହେଉ କିମ୍ବା ଆମ୍ବୁଲାନ୍ସ ଏଠି ଯିବା ଆସିବା କିମ୍ବା ଚଳପ୍ରଚଳ ତାଙ୍କୁ ଅସୁବିଧା ହୁଏ ତ ଦେବୋତ୍ତର ବିଭାଗ ଏଠିକାର ସବ୍ କଲେକ୍ଟର ପାଟନାଗଡ଼ ତାଙ୍କର ଆଦେଶ ମୁତାବକ ତହସିଲ ପ୍ରଶାସନ ବ୍ଲକ ପ୍ରଶାସନ ଏବଂ ଖପ୍ରାଖୋଲ ଥାନା ପ୍ରଶାସନ କପ୍ରାକଲ ଥାନାର ସମସ୍ତ କର୍ମଚାରୀଙ୍କୁ ନେଇକରି ଏ ଯେଉଁ ଅଭିଯାନଟା ଏଇଟା ଚାଲୁଅଛି। ଏଠି ଏମାନେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆହେଇଛି କି ଏମାନଙ୍କୁ ପାଖାପାଖି 3ଟା ନୋଟିସ୍ ଆଉ 4 ମାସ ହେଲା ସେ ନୋଟିସ୍ଟା ଦିଆହେଇଛି ଏଇଟା ହଟାଇବା ପାଇଁ। ଆଉ ତା ସହିତ ଆଜି ସେଇଟା କରାଯାଉଛି। ଯେଉଁମାନେ ସବୁ ହଟି ଯାଇଥିଲେ ସେମାନଙ୍କର ସବୁ ଇଏ କରାହେଇଛି ଆଉ ଯେଉଁମାନେ ସବୁ ନ ହଟିଛନ୍ତି ତାଙ୍କୁ ସବୁ ଖୋଲିକରି ଆମେ ସେଇଟା ସବୁ ମାନେ ଏନକ୍ରୋଚମେଣ୍ଟଟା ହଟାଉଛୁ। ପାଖାପାଖି 20ରୁ 22ଟା ଷ୍ଟଲ୍ ଏମିତି ଥିଲା ଯେଉଁଟାକି ସବୁ ଇଏ କରାହେଇଛି। ତା ସହିତ ସ୍ୱଇଚ୍ଛା ଭାବେ ନୋଟିସ୍ ପାଇକରି ବି କେତେ ଜଣ ସବୁ ହଟାଇ ଦେଇଛନ୍ତି। ତା ସହିତ ଯେଉଁମାନେ ସବୁ ଷ୍ଟଲ୍ ପାଇଛନ୍ତି ଆଉ ସେମାନେ ଆଗକୁ ବଢ଼େଇ ଦେଉଛନ୍ତି ଯେଉଁ ପଛ ଆଡ଼କୁ ଷ୍ଟଲ୍ମାନଙ୍କୁ ଆକ୍ସେସ୍ ମିଳୁନଥିଲା ସେମାନଙ୍କୁ ବି ସବୁ କୁହାଯାଇଛି ସେମାନେ ଖୋଲି ଦେଇଛନ୍ତି ଆଉ ତାଙ୍କର ଯେଉଁ ପରମାନେଣ୍ଟ ଷ୍ଟ୍ରକ୍ଚର ଯେତେ ସବୁ ସେଇଟା କରିଛନ୍ତି ତାକୁ ମଧ୍ୟ ଆମେ ହଟାଇ ଦେବୁ।